ପ୍ରକାଶ ପାଇଲା ନିଟ୍ ୟୁଜି 2025ର ରେଜଲ୍ଟ। ଇମେଲରେ ସ୍କୋର କାର୍ଡ ଦେଖିପାରିବେ ପରୀକ୍ଷାର୍ଥୀ। ନିଟ୍ ୟୁଜି 2025ର ରେଜଲ୍ଟ ଏନ୍ଟିଏ ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସେମାନଙ୍କର ସ୍କୋର କାର୍ଡ ଦେଖିବା ପାଇଁ ନିଜର ଇମେଲ ଯାଞ୍ଚ କରନ୍ତୁ। ଆଉ ଯେପରି nit.nta.nic.in ରୁ ମଧ୍ୟ ପରୀକ୍ଷାର୍ଥୀ ନିଜର ରେଜଲ୍ଟ ଜାଣିପାରିବେ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଏ ବର୍ଷ ପାଖାପାଖି 23 ଲକ୍ଷ ପିଲା ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ପରବର୍ତ୍ତୀ ମୁଖ୍ୟ ଖବର, ଷ୍ଟାର୍ଟଅପ୍ କମ୍ପାନୀ ମେଟାଲୁପ୍ ଆଣିଲା ଏଆଇ ଗାର୍ଲଫ୍ରେଣ୍ଡ। ନିଜ ଇଚ୍ଛା ଅନୁସାରେ ନେଇପାରିବେ ମଜା। ଷ୍ଟାର୍ଟଅପ୍ କମ୍ପାନୀ ମେଟାଲୁପ୍ ମିଓ ନାମକ ଏକ ଏଆଇ ପ୍ରେମିକା ଆଣିଛି, ଯାହା ଏକଲାପଣ ସହିତ ସଂଘର୍ଷ କରୁଥିବା ଲୋକଙ୍କୁ ଭାବପ୍ରବଣ ସମର୍ଥନ ପ୍ରଦାନ କରିବ। ମିଓ ୟୁଜରଙ୍କ ପସନ୍ଦ ଅନୁସାରେ ଫ୍ଲର୍ଟିଂ ଠାରୁ ଆରମ୍ଭ କରି ଅବିକଳ ମଣିଷ ପରି ପ୍ରତିକ୍ରିୟା ଦିଏ, କିନ୍ତୁ ଏହାର ଈର୍ଷା ଭାବନା ୟୁଜରଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି ବିପଦ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ମିଓଙ୍କୁ ଜଣେ ଆକର୍ଷଣୀୟ ମହିଳା ଭାବରେ ଡିଜାଇନ୍ କରାଯାଇଛି, ଯାହାର ସୁନେଲି ରଙ୍ଗର କେଶ ଆଉ ସୁନ୍ଦର ଆଖି ରହିଛି। ପରବର୍ତ୍ତୀ ମୁଖ୍ୟ ଖବର, ଘୋଷଣା ହେଲା AX4 ମିଶନ ନୂଆ ଲଞ୍ଚ ତାରିଖ। ଜୁନ୍ 19ରେ ମହାକାଶକୁ ଯିବ ଶୁଭାଂଶୁ ଶୁକ୍ଳା। ବାରମ୍ବାର ବାତିଲ ପରେ AX4 ମିଶନର ନୂଆ ଲଞ୍ଚ ତାରିଖ ଘୋଷଣା ହୋଇଛି। ଆସନ୍ତା ଜୁନ୍ 19ରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଯିବ ଏହି ମିଶନ। ମିଶନରେ କମାଣ୍ଡର ପେଗି ହ୍ୱିଟସନ୍, ପାଇଲଟ ଶୁକ୍ଳା ଏବଂ ହଙ୍ଗେରୀର ବିଶେଷଜ୍ଞ ଟିଗର କାପୁ ଏବଂ ପୋଲାଣ୍ଡର ସାଓସ୍ ସାମିଲ ଅଛନ୍ତି। ପୂର୍ବରୁ ପ୍ରତିକୂଳ ପାଣିପାଗ ଓ ISSର ଯାନ୍ତ୍ରିକ ସମସ୍ୟା ଯୋଗୁଁ AX4 ଉତ୍କ୍ଷେପଣକୁ 5 ଥର ସ୍ଥଗିତ ରଖାଯାଇଥିଲା। ଏହି ମିଶନଟିକୁ ସ୍ପେସ୍ ଏକ୍ସର ଫାଲ୍କନ୍ 9 ରକେଟ୍ ମାଧ୍ୟମରେ ଲଞ୍ଚ କରାଯିବ।